+2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ୟୁନିଟ୍ 5ର ଆହୁରି ଏକ ନୂତନ ଟପିକକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ ରମାଦେବୀ ଚୌଧୁରୀଙ୍କ ବିଷୟରେ ଜାଣିବା। ଏହି ରମାଦେବୀଙ୍କ ବିଷୟରେ ପିଲାମାନେ ତୁମର ଆନ୍ୟୁଆଲ ଏକ୍ଜାମରେ 3 ମାର୍କର ପ୍ରଶ୍ନ ଆସିଥାଏ, ତା ସହିତ 8 ମାର୍କର ପ୍ରଶ୍ନ ଆସିଥାଏ। ପରୀକ୍ଷା ଦୃଷ୍ଟିରୁ ପିଲାମାନେ ଏହି ରମାଦେବୀ ଚୌଧୁରୀ ତୁମର ୟୁନିଟ୍ 5ର ଟପିକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପିଲାମାନେ ରମାଦେବୀ ଚୌଧୁରୀ 3 ଡିସେମ୍ବର 1899 ମସିହାରେ ଜନ୍ମଗ୍ରହଣ କରିଥିଲେ। 22 ଜୁଲାଇ 1985 ମସିହାରେ ସେ ମୃତ୍ୟୁବରଣ କରିଥିଲେ। ରମାଦେବୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କର ବଡ଼ ବାପା ଥିଲେ ମଧୁସୂଦନ ଦାସ। ସେ ବିବାହ କରିଥିଲେ ବା ତାଙ୍କର ଜୀବନ ସାଥୀ ଥିଲେ ଗୋପବନ୍ଧୁ ଚୌଧୁରୀ। ରମାଦେବୀଙ୍କର 2ଟି ସନ୍ତାନ ଥିଲେ, ମନମୋହନ ଚୌଧୁରୀ ଏବଂ ଅନ୍ନପୂର୍ଣ୍ଣା ମହାରଣା। ତାଙ୍କର 2 ସନ୍ତାନ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ରମାଦେବୀ 1899 ମସିହା ଡିସେମ୍ବର 3 ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ରମାଦେବୀଙ୍କର ମାତା ଥିଲେ ବସନ୍ତ କୁମାରୀ ଦେବୀ ଏବଂ ପିତା ଥିଲେ ଗୋପାଳ ବଲ୍ଲଭ ଦାସ। ରମାଦେବୀଙ୍କର ପିତାମାତା ଶ୍ରଦ୍ଧାରେ ତାଙ୍କୁ ବେଲ ବୋଲି ଡାକୁଥିଲେ। ରମାଦେବୀଙ୍କର ପିତା ଗୋପାଳ ବଲ୍ଲଭ ସେହି ସମୟରେ କଲେକ୍ଟର ଥିଲେ। ରମାଦେବୀ ବିଦ୍ୟାଳୟ ଶିକ୍ଷା ଲାଭ କରିପାରି ନଥିଲେ। ରମାଦେବୀ ବିଦ୍ୟାଳୟ ଶିକ୍ଷା ଲାଭ କରିପାରି ନଥିଲେ ମଧ୍ୟ ସେ ଓଡ଼ିଆ, ସଂସ୍କୃତ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ଅଭିଜ୍ଞ ଥିଲେ। ରମାଦେବୀ 1914 ମସିହା ଏପ୍ରିଲ ମାସରେ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ଗୋପବନ୍ଧୁ ଚୌଧୁରୀ ମଧ୍ୟ ରମାଦେବୀଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତା ସହିତ ସେ ଡେପୁଟି କଲେକ୍ଟର ତଥା କଟକର ଜଣେ ଓକିଲ ମଧ୍ୟ ଥିଲେ। ରମାଦେବୀ ଏବଂ ଗୋପବନ୍ଧୁ ଚୌଧୁରୀ ଦୁହେଁ ସ୍ୱଦେଶୀ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପରବର୍ତ୍ତୀ ସମୟରେ ରମାଦେବୀଙ୍କ ଦିଅର ନବକୃଷ୍ଣ, ରମାଦେବୀଙ୍କର ଯା ମାଳତୀ, ରମାଦେବୀଙ୍କର ପୁଅ ମନମୋହନ, ତା ସହିତ ତାଙ୍କର କନ୍ୟା ଅନ୍ନପୂର୍ଣ୍ଣା ଏହି ଆନ୍ଦୋଳନରେ ଯୋଗଦାନ ଦେଇଥିଲେ। ରମାଦେବୀ ଓଡ଼ିଶାର ମହିଳାମାନଙ୍କୁ ତାଙ୍କ ପାଖରେ ଥିବା ଗହଣା ନ ପିନ୍ଧି ଦେଶ ସେବା ପାଇଁ ସେହି ଗହଣା ଗୁଡ଼ିକୁ ଦାନ କରିବା ପାଇଁ ଓଡ଼ିଶାର ମହିଳାମାନଙ୍କୁ ନିବେଦନ କରିଥିଲେ। ରମାଦେବୀ ସ୍ୱଇଚ୍ଛାରେ ନିଜ ପାଖରେ ଥିବା 200 ଭରି ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ସ୍ୱରାଜ ପାଣ୍ଠିକୁ ଦାନ କରିଦେଇଥିଲେ। ରମାଦେବୀ ଅନେକ ଗୁଡ଼ିଏ କାର୍ଯ୍ୟରେ ମୁଖ୍ୟ ଦାୟିତ୍ୱ ନେଇଥିଲେ, ଯେମିତିକି 1930 ମସିହାର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, 1934 ଅଗଷ୍ଟ 8 ତାରିଖ ଗାନ୍ଧିଜୀଙ୍କର ଯେଉଁ ପୁରୀ ହରିଜନ ସମାବେଶ ହୋଇଥିଲା ତା ସହିତ ଜଗନ୍ନାଥ ମନ୍ଦିର ଆଗରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା। ଏହି ସମସ୍ତ କାର୍ଯ୍ୟରେ ରମାଦେବୀ ମୁଖ୍ୟ ଦାୟିତ୍ୱ ନେଇଥିଲେ। ରମାଦେବୀ ମହାତ୍ମା ଗାନ୍ଧୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ କରି ସମସ୍ତଙ୍କୁ ଶୁଣାଉଥିଲେ। ସେ ୱାର୍ଦ୍ଧାରେ ଯେଉଁ ଆଶ୍ରମ ଥିଲା, ସେହି ଆଶ୍ରମ ଶୈଳୀରେ ବରୀ ଆଶ୍ରମ
ଗଢ଼ିଥିଲେ। ରମାଦେବୀଙ୍କୁ ବ୍ରିଟିଶ ସରକାର 1930 ମସିହା ନଭେମ୍ବର 8 ତାରିଖରେ ବନ୍ଦୀ କରି 8 ମାସ ପାଇଁ କଟକରେ ରଖିଥିଲେ। 1942 ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜ ସରକାର ରମାଦେବୀ ଓ ତାଙ୍କ ସହିତ ଗୋପବନ୍ଧୁଙ୍କୁ ମଧ୍ୟ 2 ବର୍ଷ ପାଇଁ ଜେଲ ଦଣ୍ଡ ଦେଇଥିଲେ। 1955 ମସିହାରେ ରମାଦେବୀ ଭୂଦାନ ଆନ୍ଦୋଳନରେ ମୁଖ୍ୟ ଭୂମିକା ନିଭାଇଥିଲେ। 1962 ମସିହାରେ ଚୀନ ଓ ଭାରତ ଯୁଦ୍ଧ ସମୟରେ ରମାଦେବୀ ନିଜେ ସେବା ଦଳ ଧରି ଅସୁବିଧା ଭୋଗୁଥିବା ଭାରତୀୟ ଯବାନମାନଙ୍କୁ ସେବା କରିଥିଲେ। ତା ସହିତ ପିଲାମାନେ ରମାଦେବୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ଆୟୋଜନ କରିଥିଲେ। 1985 ମସିହା ଜୁଲାଇ 22 ତାରିଖ ଦିନ ରମାଦେବୀଙ୍କର ଦେହାନ୍ତ ହୋଇଥିଲା। ତତ୍କାଳୀନ ଓଡ଼ିଶାର ରାଜ୍ୟପାଳ ବିଶ୍ୱମ୍ବର ନାଥ ପାଣ୍ଡେ କହିଥିଲେ, ସେ ଓଡ଼ିଆ ଜାତିର ମା ନଥିଲେ, ସେ ମୋର ମଧ୍ୟ ମା ଥିଲେ ବୋଲି କହିଥିଲେ। ତାଙ୍କ ସ୍ମରଣରେ ଏକ ତଟରକ୍ଷୀ ଜାହାଜର ନାମ ମା ରମାଦେବୀ ବୋଲି ରଖାଯାଇଥିଲା। ଭୁବନେଶ୍ୱରଠାରେ ତାଙ୍କ ନାମରେ ରମାଦେବୀ ମହିଳା ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଭୁବନେଶ୍ୱରଠାରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ରମାଦେବୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ରମାଦେବୀଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ୱ ଲାଗି ଯମୁନାଲାଲ ବଜାଜ ପୁରସ୍କାର ମଧ୍ୟ ମିଳିଥିଲା। ପିଲାମାନେ ଆଜିର ଭିଡ଼ିଓରେ ଆମେ ପଢ଼ିଲେ ଏବଂ ଜାଣିଲେ ରମାଦେବୀ ଚୌଧୁରୀଙ୍କ ବିଷୟରେ, ଯାହାକି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ୟୁନିଟ୍ 5ର ଏକ ଟପିକ୍ ଅଟେ। ଏହା ତୁମର ଆନୁଆଲ ଏକ୍ଜାମରେ 3 ମାର୍କର ତଥା 8 ମାର୍କର ପ୍ରଶ୍ନ ଆସିଥାଏ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ଭିଡ଼ିଓଟିକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।